ମାନେ ମୁଁ ଏଇ ଆଳୁଟା ଭାଜୁଛି। ଆଳୁଟା ଭାଜିଲେ ଚିଙ୍ଗୁଡ଼ି ତରକାରୀରେ ପକାଇବି। ଆଳୁ ସହିତ ମୁଁ ଟିକେ ହଳଦୀ ପକାଇଦିଏ, ଟିକେ ଲଙ୍କାଗୁଣ୍ଡ ପକାଇଦିଏ, ଏକାଠି ତାକୁ ମୁଁ ଭାଜିଦିଏ ସେ ଭଲ କଲର୍ ଆସିବା ପାଇଁ। ମୁଁ ତାକୁ ସବୁ ଭାଜିଦିଏ, ଆଳୁଟାକୁ ସେମିତି ଭାଜିଦିଏ। ଆଳୁଟା ଭାଜି ହେଇସାରିଲା ପରେ ପୁରା ଭଲସେ ଆଳୁ ଭାଜି ହେଲା ପରେ ତାକୁ କ'ଣ କରିବେ, ଆଳୁଟା ଭାଜା ହେଉଛି ଦେଖନ୍ତୁ ଆଳୁଟା ମୁଁ କେମିତି ଭାଜୁଛି। ଆଳୁ ଭଲ ଭାବରେ ଭାଜିବେ। ଦେଖନ୍ତୁ ଆଳୁ କେମିତି ଭାଜି, ଆଳୁଟା ଚିଙ୍ଗୁଡ଼ି ପଡ଼ିଲେ ଟିକେ ଟେଷ୍ଟ ଲାଗେ, ତେଣୁକରି ଆଳୁ ଟିକେ ପକାଇବାକୁ ଭଲ ଲାଗେ। ଆଉ ଖାଲି ମାଛ ତ ଖାଇବାକୁ ଭଲ ଲାଗେ ନା, ଟିକେ ଆଳୁ ଫାଳୁ ଖାଇଲେ ଟିକେ ଭଲ ଲାଗେ। ଆଳୁ ଟିକେ ମାଛ ଟିକେ ଖାଇବ, ତା ସହିତ ଆଳୁ ଟିକେ ଖାଇବ, ଗରମ ଭାତରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଦେଖନ୍ତୁ ଆଳୁଟା ତ ହେଇନି, ତାକୁ ଭାଜୁଛି ଆଳୁ, ସେଥିରେ ଟିକେ ତେଜପତ୍ର, ଆଳୁ ଭାଜି ହେଇକି ତେଜପତ୍ର ପକାଇଦେବେ। ଦେଖନ୍ତୁ ତେଜପତ୍ରଟା ବି ସେଇଥିରେ ଭାଜିଦେବେ, ବାସ୍ନା ହେବା ପାଇଁ ଟିକେ ତେଜପତ୍ର ଆମର ପକାଯାଏ। ତେଜପତ୍ର ପକାଇ ସାରିଲା ପରେ ତ କ'ଣ କରିବେ, ମସଲା ପକାଇବେ। ମସଲା ମୁଁ ସବୁ ପ୍ରକାର ମସଲା ଏଥିରେ ବାଟିକି ରଖିଛି। କାଜୁ ବାଟିଛି, ଚାରୁମଗଜ ବାଟି, ପୋସ୍ତ, ଜିରା, ଧନିଆ, ତାପରେ ଲଙ୍କା, ଆଉ ପିଆଜ, ରସୁଣ, ଅଦା, ସବୁ ମସଲା ମୁଁ ଏଥିରେ ପକାଇ ଦେଇଛି। ଆପଣମାନେ ଦେଖନ୍ତୁ ଏଇ ମସଲାଟା ବହୁତ ଭଲ ଲାଗିବ। ଏଥିରେ ସବୁ ମସଲା ମୁଁ ପକାଇ ଦେଇଛି, ସବୁ ମସଲା ବାଟିକି ତାପରେ ତାକୁ ଟିକେ କଷିଦେବି ଭଲ ଭାବରେ। ମସଲାକୁ ଅଦା, ରସୁଣ, ପିଆଜ ସବୁ କରିଛି। ଦେଖନ୍ତୁ ଏଇ ସୁନ୍ଦର ମସଲାକୁ କେତେ ସୁନ୍ଦର ଭାବରେ ମୁଁ ଏଇନା ଭାଜିବି। ତାକୁ ଭାଜିଲେ ମସଲାଟା ଯଦି ଭାଜିଲେ ପୁରା ବଢ଼ିଆ ଲାଗିବ ତରକାରୀଟା। ତେଣୁ ପିଆଜ ରସୁଣ ଗୁଡ଼ାକ ଗନ୍ଧ ବି ପଳେଇବ, ବାଟିଲେ ନହେଲେ ପିଆଜ ରସୁଣ ଟିକେ ବାସ୍ନା ହେଲେ ଭଲ ଲାଗେ ନା। ତେଣୁ ତାକୁ ଭଲ ଭାବରେ ଭାଜିବେ। ଆଜି ତ ମୁଁ ସୋରିଷ ତେଲରେ ହିଁ ତରକାରୀଟା ବନାଉଛି। ସୋରିଷ ତେଲରେ ତରକାରୀ କଲେ ଭଲ ଲାଗେ ଖାଇବା ପାଇଁ। ସୋରିଷ ତେଲରେ ଟିକେ ସବୁବେଳେ ସୋରିଷ ତେଲରେ କରିବେ ତରକାରୀ କଲାବେଳେ, ଟିକେ ସୋରିଷ ତେଲ। ଦେଖନ୍ତୁ ମସଲା କେମିତି ଚଡ଼ଚଡ଼ ହେଇକି ଫୁଟୁଛି। ବର୍ତ୍ତମାନ ମୁଁ ମସଲା କଷୁଛି, କଷିଲା ପରେ ତାକୁ ତରକାରୀ ବନେଇବି ଆଉ, ଆପଣମାନେ ଦେଖିବେ ଆଉ।